ଆଜିର ଭିଡ଼ିଓ ବଚନ ଉପରେ ପ୍ରଥମେ ଆମେ କେତେଗୁଡ଼ିଏ ଉଦାହରଣ ନେବା। ଛାତ୍ରଟି ପଡ଼ିଆରେ ଖେଳୁଅଛି। ଛାତ୍ରମାନେ ପଡ଼ିଆରେ ଖେଳୁଛନ୍ତି। ତୁମେ ବହିଟି ନିଅ। ତୁମେ ବହିଗୁଡ଼ିକ ନିଅ। ଉପରେ ଲେଖାଥିବା ରେଖାଙ୍କିତ ପଦମାନଙ୍କ ମଧ୍ୟରୁ ଛାତ୍ରଟି ଜଣକୁ ବୁଝାଇଲା ବେଳେ ଛାତ୍ରମାନେ ଏକରୁ ଅଧିକ ଛାତ୍ରଙ୍କୁ ବୁଝାଉଛି। ସେହିପରି ବହିଟି ଗୋଟିଏ ବହିକୁ ବୁଝାଉଛି, ମାତ୍ର ବହିଗୁଡ଼ିକ କହିଲେ ଏକରୁ ଅଧିକ ବହିକୁ ବୁଝାଉଛି। ଛାତ୍ରଟି ଓ ବହିଟି ଏକବଚନ, ଛାତ୍ରମାନେ ଓ ବହିଗୁଡ଼ିକ ବହୁବଚନ। ବିଶେଷ୍ୟ କିମ୍ବା ସର୍ବନାମ ପଦ ଗୋଟିଏ ପ୍ରାଣୀ ବା ବସ୍ତୁକୁ ବୁଝାଇଲେ ଏକବଚନ ହୁଏ। ଏକରୁ ଅଧିକ ପ୍ରାଣୀ ବା ବସ୍ତୁକୁ ବୁଝାଇଲେ ବହୁବଚନ ହୁଏ। ବଚନ ପରିବର୍ତ୍ତନର ବିଭିନ୍ନ ପ୍ରଣାଳୀ। 1 ନମ୍ବର ପ୍ରଣାଳୀଟି ହେଲା ଏ ଯୋଗ ଦ୍ୱାରା ଏକବଚନ ଆଉ ବହୁବଚନ। ପିଲା, ପିଲାଏ, ପିଲେ। ପୁଅ, ପୁଏ। ଲୋକ, ଲୋକେ। ବାଳକ, ବାଳକେ। ଦେବ, ଦେବେ। 2 ନମ୍ବର ପ୍ରଣାଳୀ ହେଲା ମାନେ ଯୋଗ ଦ୍ୱାରା ଦେବତା, ଦେବତାମାନେ। ଛାତ୍ର, ଛାତ୍ରମାନେ। ଭକ୍ତ, ଭକ୍ତମାନେ। ଶିକ୍ଷକ, ଶିକ୍ଷକମାନେ। 3 ନମ୍ବର ପ୍ରଣାଳୀ ହେଲା ଗଣ ଯୋଗ ଦ୍ୱାରା ପକ୍ଷୀ, ପକ୍ଷୀଗଣ। ତାରା, ତାରାଗଣ। 4 ନମ୍ବର ପ୍ରଣାଳୀ ହେଲା ଗୁଡ଼ିକ ବା ଗୁଡ଼ାକ ଯୋଗ ଦ୍ୱାରା ଗାଈ, ଗାଈଗୁଡ଼ିକ। ବହି, ବହିଗୁଡ଼ିକ। ଛୁଆ, ଛୁଆଗୁଡ଼ାକ। 5 ନମ୍ବର ପ୍ରଣାଳୀ ହେଲା ମାଳା ଯୋଗ ଦ୍ୱାରା ବକ, ବକମାଳା। ମେଘ, ମେଘମାଳା। ପର୍ବତ, ପର୍ବତମାଳା। ଗଳ୍ପ, ଗଳ୍ପମାଳା। 6 ନମ୍ବର ପ୍ରଣାଳୀ ହେଲା ବର୍ଗ ଯୋଗ ଦ୍ୱାରା ସନ୍ତାନ, ସନ୍ତାନବର୍ଗ। ପ୍ରଜା, ପ୍ରଜାବର୍ଗ। ପ୍ରାଣୀ, ପ୍ରାଣୀବର୍ଗ। 7 ନମ୍ବର ପ୍ରଣାଳୀ ହେଲା ରାଜି ଯୋଗ ଦ୍ୱାରା ବୃକ୍ଷ, ବୃକ୍ଷରାଜି। ବନ, ବନରାଜି। ଦନ୍ତ, ଦନ୍ତରାଜି। ମୃଗ, ମୃଗରାଜି। 8 ନମ୍ବର ପ୍ରଣାଳୀ ହେଲା ଦଳ ଯୋଗ ଦ୍ୱାରା ସୈନ୍ୟ, ସୈନ୍ୟଦଳ। ପଶୁ, ପଶୁଦଳ। ପିମ୍ପୁଡ଼ି, ପିମ୍ପୁଡ଼ି ଦଳ। ଶ୍ରମିକ, ଶ୍ରମିକ ଦଳ। 9 ନମ୍ବର ପ୍ରଣାଳୀ ହେଲା ପଲ ଯୋଗ ଦ୍ୱାରା ଗୋରୁ, ଗୋରୁପଲ। ମେଣ୍ଢା, ମେଣ୍ଢାପଲ। ହାତୀ, ହାତୀପଲ। ହରିଣ, ହରିଣପଲ। 10 ନମ୍ବର ପ୍ରଣାଳୀ ହେଲା ପୁଞ୍ଜ ଯୋଗ ଦ୍ୱାରା ତାରା, ତାରାପୁଞ୍ଜ। ଗ୍ରହାଣୁ, ଗ୍ରହାଣୁପୁଞ୍ଜ। ନକ୍ଷତ୍ର, ନକ୍ଷତ୍ରପୁଞ୍ଜ। 11 ନମ୍ବର ପ୍ରଣାଳୀ ହେଲା ବୃନ୍ଦ ଯୋଗ ଦ୍ୱାରା କବି, କବିବୃନ୍ଦ। ସଭ୍ୟ, ସଭ୍ୟବୃନ୍ଦ। ଛାତ୍ର, ଛାତ୍ରବୃନ୍ଦ। ଦେବ, ଦେବବୃନ୍ଦ। 12 ନମ୍ବର ପ୍ରଣାଳୀ ହେଲା ସମୂହ ଯୋଗ ଦ୍ୱାରା ବୃକ୍ଷ, ବୃକ୍ଷ ସମୂହ। ପାଦପ, ପାଦପ ସମୂହ। ଲୋକ, ଲୋକ ସମୂହ। ଶିକ୍ଷକ, ଶିକ୍ଷକ ସମୂହ। 13 ନମ୍ବର ପ୍ରଣାଳୀ ହେଲା କୂଳ ଯୋଗ ଦ୍ୱାରା କୃଷକ, କୃଷକ କୂଳ। ପକ୍ଷୀ, ପକ୍ଷୀ କୂଳ। 14 ନମ୍ବର ପ୍ରଣାଳୀ ହେଲା ଆବଳି ଯୋଗ ଦ୍ୱାରା ଗ୍ରନ୍ଥ, ଗ୍ରନ୍ଥାବଳୀ। ଦୀପ, ଦୀପାବଳି। ପତ୍ର, ପତ୍ରାବଳୀ। ଲେଖା, ଲେଖାବଳୀ। 15 ନମ୍ବର ପ୍ରଣାଳୀ ହେଲା ଶ୍ରେଣୀ ଯୋଗ ଦ୍ୱାରା ପାଦପ, ପାଦପ ଶ୍ରେଣୀ। ପର୍ବତ, ପର୍ବତ ଶ୍ରେଣୀ। ଶିକ୍ଷକ, ଶିକ୍ଷକ ଶ୍ରେଣୀ।